ରାଜମହା ପୁଣି ଭୟଙ୍କର କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ନେଇ ସୂଚନା ରଖିଲା ପାଣିପାଗ କେନ୍ଦ୍ର। ଆଜି 2ଟି ଜିଲ୍ଲାକୁ ଅରେଞ୍ଜ ସହ 21 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। ସାରା ରାଜ୍ୟରେ ଦେଖିବା ପାଇଁ ମିଳିବ ଭୟଙ୍କର କାଳବୈଶାଖୀ ଜନିତ ବଜ୍ରପାତ। ଉପକୂଳ ସହ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ବଜ୍ରପାତ ଲାଗି ରହିବ। ଘୂର୍ଣ୍ଣିଝଡ଼ ସାଙ୍ଗକୁ 40ରୁ 50 କିଲୋମିଟର ବେଗରେ ପବନ ବହିବା ନେଇ ସୂଚନା ରଖିଲା ବିଭାଗ। ଏବେ ନଜର ପକାନ୍ତୁ କ'ଣ ରହିଛି ଆଜିର ପାଣିପାଗକୁ ନେଇ ବଡ଼ ଅପଡେଟ୍। ଆଜି ରାତିରୁ କେଉଁ ସବୁ ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ସହ ବଜ୍ରପାତ ଏବଂ କେଉଁ ସବୁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ନୂଆ ସୂଚନା ଜାରି ହୋଇଛି। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ସେୟାର କରନ୍ତୁ ଏବଂ ଫେସବୁକ୍ରେ ଦେଖୁଥିଲେ ନିଶ୍ଚୟ ପେଜ୍କୁ ଫଲୋ ସହ ଲାଇକ୍ କରିବା ପାଇଁ ଭୁଲନ୍ତୁ ନାହିଁ। ତ ଭାରତୀୟ ପାଣିପାଗ ବିଭାଗରୁ ଆସିଲା ପୁଣି ବଡ଼ ସୂଚନା। ଭୀଷଣ ଉପରେ ମାଡ଼ି ଆସୁଛି କାଳବୈଶାଖୀ ପ୍ରଭାବ। ସାରା ରାଜ୍ୟରେ ଦେଖିବା ପାଇଁ ମିଳିବ କୋହଲା ପାଗ ସାଙ୍ଗକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି। ଉପକୂଳ ଜିଲ୍ଲାର ପ୍ରାୟ ଅଞ୍ଚଳରେ ଘଡ଼ଘଡ଼ି ସହ ବଜ୍ରପାତ ନେଇ ସତର୍କ ରହିବା ପାଇଁ ପାଣିପାଗ ବିଭାଗରୁ ପରାମର୍ଶ ଜାରି ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏ ସମସ୍ତ ଜିଲ୍ଲାମାନଙ୍କରେ ଭୟଙ୍କର କାଳବୈଶାଖୀ ଜନିତ ବର୍ଷା, ବଜ୍ରପାତ ଏବଂ ଘୂର୍ଣ୍ଣିଝଡ଼ ଦେଖିବା ପାଇଁ ମିଳିବ। 40ରୁ 50 କିଲୋମିଟର ବେଗରେ ପବନ ବହିବା ସହ କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗରୁ କୁହାଯାଇଛି। ଏ ସମସ୍ତ ଜିଲ୍ଲାମାନଙ୍କରେ 40ରୁ 50 କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନ 60 ଯାଇପାରେ ବୋଲି ପାଣିପାଗ ବିଭାଗରୁ ସୂଚନା ଜାରି ହେବା ପରେ ରାଜ୍ୟରେ କାଳବୈଶାଖୀକୁ ନେଇ ଅଧିକ ସତର୍କ ରହିବା ପାଇଁ କୁହାଯାଇଛି। ଏପଟେ ଆଗାମୀ 24 ଘଣ୍ଟାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିବ। ଏନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲା ହେଉଛି ନବରଙ୍ଗପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ସମେତ ଢେଙ୍କାନାଳ, ଦେଓଗଡ଼, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଏବଂ କନ୍ଧମାଳ ଜିଲ୍ଲା। ଏହା ସହିତ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ଦେଖିବା ପାଇଁ ମିଳିବ ଭୟଙ୍କର କାଳବୈଶାଖୀ ଜନିତ ବଜ୍ରପାତ। ଅଧିକାଂଶ ସ୍ଥାନରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। 30ରୁ 40 କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ରହିବା ପାଇଁ ପାଣିପାଗ ବିଭାଗରୁ କୁହାଯାଇଛି। ଏ ସମସ୍ତ ଜିଲ୍ଲାମାନଙ୍କରେ ଥିଲେ ନିଶ୍ଚୟ ବର୍ଷା ବଜ୍ରପାତ ସମୟରେ ସତର୍କ ରହିବା ପାଇଁ ମଧ୍ୟ ପାଣିପାଗ ବିଭାଗରୁ ପରାମର୍ଶ ଜାରି ହୋଇଥିବା ବେଳେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଗାମୀ 24 ଘଣ୍ଟା ମଧ୍ୟରେ ଦେଖିବା ପାଇଁ ମିଳିବ, ଯାହାକି ଆଜି ରାତିରୁ ଏ ସମସ୍ତ ଜିଲ୍ଲାମାନଙ୍କରେ ଦେଖିବା ପାଇଁ ମିଳିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏପଟେ କାଲିଠୁ ଆହୁରି ଭୟଙ୍କର ହେବ କାଳବୈଶାଖୀର ପ୍ରଭାବ। ଏନେଇ ସତର୍କ ରହିବା ପାଇଁ ଉତ୍ତର ଓଡ଼ିଶାକୁ ଜାରି ହେଲା ହାଇ ଆଲର୍ଟ। ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗରୁ ୟେଲୋ ସହ ଅଧିକାଂଶ ସ୍ଥାନକୁ ହାଇ ଆଲର୍ଟ ଜାରି ହୋଇଛି। ଏହା ସହ ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲାରେ ଭୟଙ୍କର ଘୂର୍ଣ୍ଣିଝଡ଼ ଥିବାରୁ 50ରୁ 60 କିଲୋମିଟର ବେଗରେ ପବନ ବହିବାର ସତର୍କତା ସୂଚନା ଜାରି ହୋଇଛି।